ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା BSKY ନବୀନ କାର୍ଡ ଆବେଦନ ଅବଧି ବଢ଼ିଛି। ଆସନ୍ତା ଫେବୃଆରୀ 8 ତାରିଖ ଯାଏଁ ଆବେଦନର ଅବଧି ବଢ଼ିଛି। ରାଜ୍ୟ ସରକାର ଆଜି ଏଭଳି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ପ୍ରଥମ ଥର ଆବେଦନ ଅବଧି ବଢ଼ିବା ପରେ ଜାନୁଆରୀ 26ରେ ଏହାର ଅବଧି ସରିଥିଲା। ସବୁ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ତିନି ପଣ୍ଡିତଙ୍କ ନିର୍ଦ୍ଦେଶରେ ଆଜି ଅପରାହ୍ନରୁ ଲାଗୁ ହୋଇଛି। ପଞ୍ଚାୟତ ସ୍ତରରେ ତ୍ୱରାନ୍ୱିତ କରିବାକୁ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀମତୀ ପଣ୍ଡିତ ଓ ଗ୍ରାମ ପଞ୍ଚାୟତ ସ୍ତରରେ ଲୋକଙ୍କୁ ଏହି ସମ୍ପର୍କରେ ସଚେତନ କରିବାକୁ କହିଛନ୍ତି। ସୂଚନାଯୋଗ୍ୟ କି ରାଜ୍ୟ ସରକାରଙ୍କ ପକ୍ଷରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା BSKYର ସମ୍ପ୍ରସାରଣ ଆରମ୍ଭ କରିଛନ୍ତି। ସରକାରୀ କର୍ମଚାରୀ ଓ କର୍ମଦାତାଙ୍କ ବ୍ୟତୀତ ଗ୍ରାମାଞ୍ଚଳର ଯେଉଁ ବ୍ୟକ୍ତିମାନେ BSKY କାର୍ଡରେ ପଞ୍ଜୀକରଣ ହୋଇପାରିନାହାନ୍ତି ସେମାନଙ୍କ ପାଇଁ BSKY ନବୀନ କାର୍ଡ ଶୁଭାରମ୍ଭ କରିଛନ୍ତି। ଏହି ଭିତ୍ତିରେ ଚଳିତ ମାସ 6 ତାରିଖରୁ ଏହି କାର୍ଡର ପଞ୍ଜୀକରଣ ଆରମ୍ଭ ହୋଇଥିଲା। ପଞ୍ଚାୟତ ସ୍ତରରେ 16 ତାରିଖ ପର୍ଯ୍ୟନ୍ତ ଏହା ପଞ୍ଜୀକରଣ ଜାରି ରହିଥିଲା, କିନ୍ତୁ ପରେ ଜାନୁଆରୀ 26 ଯାଏଁ ଅବଧି ବଢ଼ାଯାଇଥିଲା।